এই নবল সত্যাগ্রহর মুখ থাকি সাজিଥିବା নবল তীর্থ এবং ঐতিহাসিক স্বাধীনতা দিবসর স্বাধীনতার পড়িয়া ଯେଉଁ ପଡ଼ିଆରେ କି ନବଳ ସତ୍ୟାଗ୍ରହ ପାଇଁ ଏଠି ସଂଗ୍ରାମର ଉଜ୍ଜୀବିତ ହେଇଥିଲା ସେଇ ମାଟିରେ ମୁଁ ଆଜି ମୋର ମଥାନଦୀ ପାଣିପାତ କରୁଛି। ଏଠାରେ ଉପସ୍ଥିତ ଥିବା ସମସ୍ତ ସାନ ବଡ଼ ଭାଇ ଓ ଭଉଣୀମାନଙ୍କୁ ମୋର ସଂଗ୍ରାମୀ ଅଭିନନ୍ଦନ ଜଣାଉଛି, ପ୍ରଣାମ ଜଣାଉଛି, ଅଭିନନ୍ଦନ ଜଣାଉଛି, ଶୁଭେଚ୍ଛା ମଧ୍ୟ ଜଣାଉଛି। ଆଜି ସାଗର ସାଥୀ ବୋଇତବନ୍ଧ ମହୋତ୍ସବର 18 ବର୍ଷ। এই 18 ବର୍ଷର ଉଦୀୟମାନ ଯୁବକ ଭାବରେ ଏ ଅନୁଷ୍ଠାନ ଆଜି ପରିଣତ ହେଇଛି। ଯେମିତି ଆମେ ପିଲାମାନଙ୍କୁ ଛୋଟଠାରୁ ବଡ଼ କରିବା ପର୍ଯ୍ୟନ୍ତ ସବୁ ପ୍ରକାର ଗାଇଡାନ୍ସ ଦିଅନ୍ତି, କାରଣ ପିଲାଟି ଭଲ ଭାବରେ ବଡ଼ ହଉ, ଭଲ ମଣିଷ ହଉ। ସେଇଭଳି ଭାବରେ ଏ ଅନୁଷ୍ଠାନକୁ ଏ କର୍ମକର୍ତ୍ତା ମାନେ ଆଗେଇ ନିଅନ୍ତୁ, ନିଜ ନିଜ ଭିତରେ ଭଲ ସମ୍ପର୍କ ରଖନ୍ତୁ। ଏ ଅନୁଷ୍ଠାନ ଓଡ଼ିଶା ଯେମିତି ଏକ ନାମଜାତୀୟ ଅନୁଷ୍ଠାନ ହଉ। ଏ ଅନୁଷ୍ଠାନ ମୁଁ କାଲି ଭିଡ଼ିଓ ଦେଖୁଥିଲି, ଧାମରାର ଯେଉଁ ଅନୁଷ୍ଠାନ ହଉଛି ଚାଲିଛି ତାଠାରୁ ମଧ୍ୟ କମ୍ ନୁହେଁ। ଏ ଅନୁଷ୍ଠାନ ବହୁତ ସୁନ୍ଦର ଅନୁଷ୍ଠାନ ହେଇଛି। ମୁଁ ତ 5 ବର୍ଷ ହେଲା ଅନୁଷ୍ଠାନକୁ ଦେଖୁଛି। ଏ ଅନୁଷ୍ଠାନର ସମସ୍ତେ ସହଯୋଗ କରୁଛନ୍ତି। ଆଉ ଯେଉଁ 2 ଜଣ ନୀଳକଣ୍ଠ ଭାଇ ଏବଂ ଜୟକୃଷ୍ଣ ଭାଇ ଏ ଅନୁଷ୍ଠାନକୁ ଗଢ଼ିଥିଲେ, ତାଙ୍କ ସହିତ ଗୁଣ୍ଡିଚୁକୁ ଦାସଜୀ ଯେଉଁମାନେ ଏ ଅନୁଷ୍ଠାନକୁ ତାଙ୍କ ସହିତ ସହଯୋଗ କରି ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି, ତାଙ୍କୁ ମୋର ଅନୁରୋଧ, ଏ ଅନୁଷ୍ଠାନ ଦୀର୍ଘଜୀବୀ ହଉ, ଏ ଅନୁଷ୍ଠାନକୁ ସମସ୍ତେ ଭଲ ଭାବରେ ଆଗେଇ ନିଅନ୍ତୁ। ଏତିକି କହି ମୋ ବକ୍ତବ୍ୟ ପୂର୍ଣ୍ଣ ହେଉଛି। ବନ୍ଦେ ଉତ୍କଳ।